हे कृष्ण हरे कृष्ण 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 हरे हरे हे राम हरे राम 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 हरे हरे। ଏହି ସ୍ୱାର୍ଥପର ସଂସାରରେ ଯଦି ସାଧୁପୁରୁଷଙ୍କର ଅସ୍ତିତ୍ୱ ନଥାନ୍ତା, ଏହି ପୃଥିବୀକୁ ଯଦି ପରମାର୍ଥୀ ମହାପୁରୁଷମାନେ ନିଜର ପଦଧୂଳିରେ ପବିତ୍ର କରୁନଥାନ୍ତେ, ସଂସାରରେ ଯଦି କେବଳ ନିଜ ନିଜର ସ୍ୱାର୍ଥ ବିଷୟରେ ଚିନ୍ତା କରୁଥିବା ଲୋକ ପରିପୂର୍ଣ୍ଣ ହୋଇ ରହିଥାନ୍ତେ, ତେବେ ଏହି ପୃଥିବୀ ନର୍କ ପରି ହୋଇଯାଇଥାନ୍ତା। ପରମାର୍ଥୀ ସାଧୁମାନେ ହିଁ ଏହି ଦୁଃଖମୟ ସଂସାରକୁ ସୁଖମୟ କରି ରଖିଛନ୍ତି। ଏହି ନିରାନନ୍ଦ ଜଗତକୁ ନିଜର ନିଃସ୍ୱାର୍ଥ ଭାବରେ ମହାତ୍ମାମାନେ ହିଁ ଆନନ୍ଦର ସ୍ୱରୂପରେ ରଖିପାରିଛନ୍ତି। ସ୍ୱାର୍ଥରେ ଥାଏ ଚିନ୍ତା ଆଉ ପରମାର୍ଥରେ ଥାଏ ଉଲ୍ଲାସ। ସ୍ୱାର୍ଥରେ ସବୁବେଳେ ଭୟ ଲାଗି ରହିଥାଏ, ପରମାର୍ଥ ସେବନରେ ପ୍ରତିଦିନ ଅଧିକରୁ ଅଧିକ ଧୈର୍ଯ୍ୟ ବଢ଼େ। ସ୍ୱାର୍ଥ ସାଧନରେ ଲାଗି ରହିଥିଲେ ଦୀନତା ଆସେ, ପରମାର୍ଥରେ ମଣିଷ ନିର୍ଭୟ ହୋଇଯାଇଥାଏ। ଏ ସମସ୍ତ ଥାଇ ସୁଦ୍ଧା କ୍ରୂର ପୁରୁଷ ଅସ୍ତିତ୍ୱ ବି ଥାଏ। ଅବିଚାରୀ ପାପକର୍ମ କରୁଥିବା କ୍ରୂର ପୁରୁଷ ଯଦି ନଥାନ୍ତେ, ତେବେ ମହାତ୍ମାମାନଙ୍କର ଦୟା, ସହନଶୀଳତା, ନମ୍ରତା, ସହିଷ୍ଣୁତା, ସରଳତା, ପରୋପକାରିତା ତଥା ଜୀବମାନଙ୍କ ପ୍ରତି ଅହେତୁକ କରୁଣାର ପ୍ରକାଶ ହୁଅନ୍ତା କିପରି? କ୍ରୂର ପୁରୁଷ ନିଜର କ୍ରୂରତାପଣରେ ମହାପୁରୁଷଙ୍କୁ ସୁଯୋଗ ପ୍ରଦାନ କରିଥାନ୍ତି। ଫଳରେ ସେମାନେ ସେମାନଙ୍କର ସଦ୍ବୁଦ୍ଧି ସମୂହକୁ ଲୋକଙ୍କଠାରେ ପ୍ରକଟ କରିଥାନ୍ତି, ଯାହାକୁ ଅନୁସରଣ କରି ଦୁଃଖୀ ଓ ଚିନ୍ତିତ ପୁରୁଷ ନିଜ ନିଜର ଜୀବନକୁ ସୁଖମୟ ଓ ଆନନ୍ଦମୟ କରିପାରନ୍ତି। ଏଥିପାଇଁ ତ ସୃଷ୍ଟିରେ ଅତି ପ୍ରାରମ୍ଭ କାଳରୁ ମଧୁକୈଟବ ନାମରେ ଦୁଇଜଣ ରାକ୍ଷସ ସର୍ବପ୍ରଥମେ ଉତ୍ପନ୍ନ ହୋଇଥିଲେ। ସେମାନଙ୍କୁ ବଦ୍ଧ କରିବା ପରେ ହିଁ ଯାଇ ଭଗବାନ ମଧୁକୈଟଭାରୀ ନାମ ଲାଭ କଲେ। ରାବଣ ନଥିଲେ ଶ୍ରୀରାମଚନ୍ଦ୍ରଙ୍କର ପରାକ୍ରମକୁ କିଏ ଜାଣିପାରିଥାନ୍ତା? ପୂତନା ନଥିଲେ ଭଗବାନଙ୍କର ଦୟାଳୁତାର ପରିଚୟ ମିଳିଥାନ୍ତା କିପରି? ଶିଶୁପାଳ ଯଦି ଗାଳି ନ ଦେଇ ଭଗବାନଙ୍କ ହାତରେ ମରି ମୁକ୍ତି ଲାଭ କରିନଥାନ୍ତା, ତେବେ ଏପରି ମହାମନ୍ତ୍ରର ପ୍ରଚାର କିପରି ହୋଇପାରିଥାନ୍ତା? ଅଜାମେଳ ଭଳି ନୀଚ ତଥା ଘୃଣିତ କର୍ମ କରୁଥିବା ପାପୀ ପୁତ୍ର ବାହନରେ ନାରାୟଣ ନାରାୟଣ ନାମ ନେଇ ଯଦି ସଦ୍ଗତି ପାଇନଥାନ୍ତା, ତେବେ ଭଗବାନଙ୍କର ଏଡ଼େ ମହିମା କିପରି ପ୍ରକଟ ହୋଇପାରିଥାନ୍ତା? ଏଣୁ ସଂସାରରେ ଯେଉଁଭଳି ମହାତ୍ମା ଓ ମହାପୁରୁଷଙ୍କର ଆବଶ୍ୟକତା ଥାଏ, ସେହିଭଳି ଦୁଷ୍ଟଙ୍କର କ୍ରୂରତାରେ ତାହାର ଅନେକ କର୍ମ ସାଧିତ ହୋଇଥାଏ। ଭଗବାନ ସେତେବେଳେ କେତେକ ଅବତାର ଧାରଣ କରିଥାନ୍ତି, ଯେତେବେଳେ ପୃଥିବୀ ପୃଷ୍ଠରେ ଅନେକ ସଂଖ୍ୟକ କ୍ରୂରକର୍ମା ପୁରୁଷ ଉତ୍ପନ୍ନ ହୋଇଯାଆନ୍ତି। କ୍ରୂରକର୍ମା ପୁରୁଷ କ୍ରୂରତା କରିବାରେ ଆଦୌ ଦ୍ୱିଧା କରନ୍ତି ନାହିଁ, ଆଉ ମହାତ୍ମା ପରମାର୍ଥ ଓ ପରୋପକାର ଧର୍ମ କଦାପି ଛାଡ଼ନ୍ତି ନାହିଁ। ଅନ୍ତରେ ଧର୍ମର ହିଁ ବିଜୟ ହୋଇଥାଏ, କାରଣ ଯତ ଧର୍ମ ତତ ଜୟ। ତେବେ ଆସନ୍ତୁ ଶୁଣିବା ଆଜି ଏକ ସୁନ୍ଦର କାହାଣୀ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କର ଆଉ ତାଙ୍କ ଭକ୍ତଙ୍କର। ତାଙ୍କ ଭକ୍ତ ଥିଲେ ଜଗାଇ ମଧାଇ, ଯିଏକି ବହୁତ କ୍ରୂରତା କରିଥିଲେ, ବହୁତ ପାପ କରିଥିଲେ। ଏହାକୁ ଆମେ ଭାଗ ଭାଗ କରି ଶୁଣିବା। ପ୍ରଥମତଃ ଆଜିର ଅଧ୍ୟାୟଟି ହେଲା ଜଗାଇ ମାଧାଇଙ୍କର କ୍ରୂରତା। ସେ କିପରି କ୍ରୂରତା କରିଥିଲେ, କିପରି ସେ ଅତ୍ୟାଚାର କରିଥିଲେ ଲୋକଙ୍କ ଉପରେ, କିପରି ଏହି ଦୁଇଜଣ ବ୍ରାହ୍ମଣ କୁଳରେ ଜନ୍ମ ଲାଭ କରିଥିଲେ ମଧ୍ୟ ବା ନିଜର ପ୍ରତ୍ୟେକ ସମୟକୁ ବ୍ୟଭିଚାର ଭିତରେ କାଟି ଦେଉଥିଲେ। ଆସନ୍ତୁ ଶୁଣିବା ଓଡ଼ିଶା ଭଏସ୍ ପୋଡ଼କାଷ୍ଟରେ ଏହି କାହାଣୀଟି। ସେତେବେଳେ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ସମୟର କଥା। ନବଦ୍ୱୀପରେ ଜଗାଇ ମଧାଇ ନାମରେ ଦୁଇଜଣ କ୍ରୂର କର୍ମୀ ବ୍ରାହ୍ମଣ କୁମାର ରହୁଥିଲେ। ସେ ଦୁହେଁ ସେତେବେଳେ ଗୌଡ଼େଶ୍ୱର ନଦିଆର କଟୁଆଳ କରାହୋଇଥିଲେ। କଟୁଆଳ କ'ଣ ଥିଲେ? ସେମାନେ ବାସ୍ତବରେ ଥିଲେ ପ୍ରଜା ସଂହାର କରି ନବଦ୍ୱୀପରେ ଏକ ପ୍ରକାର ଛତ୍ରବିହୀନ ବାଦଶାହ। ସଂସାରରେ ଏପରି କୌଣସି ଦୁଷ୍କର୍ମ ନଥିଲା ଯାହା ଏମାନେ କରୁନଥିଲେ। ମନୁଷ୍ୟଙ୍କର ବିନାଶ ନିମନ୍ତେ ଯେତେ ସବୁ ଲକ୍ଷଣ ଶାସ୍ତ୍ରରେ ଲେଖା ହୋଇଛି, ସେ ସମସ୍ତ ଥିଲା ଏମାନଙ୍କର ନିତ୍ୟ ନୈମିତ୍ତିକ କର୍ମ। ଭଗବାନ ନିଜେ ବିନାଶର କାରଣ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ଯେତେବେଳେ ମନୁଷ୍ୟ ଦେବତାଙ୍କ ସହିତ, ବୈଦିକ କର୍ମରେ ଗୋଙ୍କ ସହିତ, ବ୍ରାହ୍ମଣଙ୍କ ସହିତ, ସାଧୁ ମହାତ୍ମା ଧାର୍ମିକ କୃତ୍ୟ ଏବଂ ମୋ ସହିତ ବିଦ୍ୱେଷ କରିବାରେ ଲାଗିବେ, ସେତେବେଳେ ସେମାନଙ୍କର ଶୀଘ୍ର ନାଶ ହୋଇଯିବ। ଏ ସମସ୍ତ ଭିତରୁ କୌଣସିଟାକୁ ଏମାନେ ବାଦ୍ ଦେଇନଥିଲେ। ଦେବତା ମନ୍ଦିରକୁ ଯିବା ଏମାନେ ତ ଜନ୍ମରୁ ହିଁ ଶିଖିନଥିଲେ। ବ୍ରାହ୍ମଣ ହୋଇ ସୁଦ୍ଧା ଏ ଦୁହେଁ ବେଦର ନାମ ଶ୍ରବଣ ହିଁ କରିନଥିଲେ। ଏମାନଙ୍କର ପ୍ରତିଦିନର ଖାଦ୍ୟ ଥିଲା ମାଂସ। ସାଧୁ ବ୍ରାହ୍ମଣଙ୍କୁ ଏମାନେ ଅବଜ୍ଞା କରିବା ଥିଲା ଏମାନଙ୍କର ନୀତିଦିନିଆ କଥା। ଯାହାକୁ ଇଚ୍ଛା କରୁଥିଲେ ତାକୁ ବଜାରରେ ଠିଆ କରାଇ ଜୋତାରେ ପିଟୁଥିଲେ। ସେମାନେ କାହାକୁ ବି ସମ୍ମାନ କରିବା କ'ଣ ଜାଣିନଥିଲେ।
ଭଲ ଭଲ କର୍ମକାଣ୍ଡୀ ବ୍ରାହ୍ମଣ ଆଉ ପଣ୍ଡିତମାନେ ଏ ଦୁହିଁଙ୍କର ନାମ ଶୁଣିବା ମାତ୍ରେ ଶିହରି ଉଠୁଥିଲେ। ଏମାନଙ୍କ ଆଗକୁ ଯିବା ପାଇଁ କାହାର ଭରସା କି ସାହସ ନଥିଲା। ଧର୍ମ କେଉଁ ଚଢ଼େଇର ନାମ, ଆଉ ଇଏ କେଉଁଠାରେ ରହେ ତାହାର ଠିକଣା ଏମାନେ ଜାଣିନଥିଲେ। ଧନୀ ଲୋକଙ୍କ ଘରେ ଡକାୟତି କରାଇଦେବା, ଲୋକଙ୍କୁ ହତ୍ୟା କରିବା, ପ୍ରତିପଦାଙ୍କର ସତୀତ୍ୱ ନଷ୍ଟ କରାଇଦେବା, ଏ ସମସ୍ତ ଥିଲା ଦୁଇ ଭାଇଙ୍କର ପ୍ରତିଦିନର ସାଧାରଣ କର। ସେମାନେ ନା କାହା ସହିତ ମିଶୁଥିଲେ ନା କାହା ସହିତ କଥାବାର୍ତ୍ତା କରୁଥିଲେ। ବାସ୍ ସବୁବେଳେ ମଦିରା ପାନ କରି ମଦ ନିଶାରେ ଚୁର ହୋଇ ପାପ କର୍ମରେ ପ୍ରବୃତ୍ତ ରହୁଥିଲେ। ଏମାନେ ନଗରର କାଜୀ ବା ନଗରକର୍ତ୍ତା ଯିଏ ତାଙ୍କୁ ପ୍ରଚୁର ଧନ ଦେଇଦେଉଥିବାରୁ ସେ ଏମାନଙ୍କ ବିରୁଦ୍ଧରେ କିଛି କରୁନଥିଲେ। ଏମାନଙ୍କର ଘର ଥିଲା ଭଗବତୀ ଭାଗୀରଥୀଙ୍କର କୂଳରେ, ହେଲେ ଏମାନେ କେତେବେଳେ ବି ଘରେ ରହୁନଥିଲେ। ଆଜି ଗୋଟିଏ ସାହିରେ ତ କାଲି ଆଉ ଗୋଟିଏ ସାହିରେ ତମ୍ବୁ ପକାଇ ରହୁଥିଲେ। ଏପରିକି ଏମାନଙ୍କର ଗୋଟିଏ ସାହିରେ 10-20 ଦିନ ଲେଖାଏଁ ରହୁଥିଲେ। ଏମାନେ ଯେଉଁ ପଡ଼ାରେ ଡେରା ପକାଉଥିଲେ ସେହି ପଡ଼ାର ଲୋକମାନଙ୍କର ପ୍ରାଣ ଶୁଖି ଯାଉଥିଲା। ଡରି ଡରି ସେମାନଙ୍କର ପ୍ରାଣ ଥରିବାକୁ ଲାଗୁଥିଲା। କେହି ଜଣେ ବି ଏମାନଙ୍କର ଆଗ ଦେଇ ଯାଉନଥିଲେ। ସମସ୍ତେ ସେମାନଙ୍କରୁ ଲୁଚି ଲୁଚି ଯା ଆସ କରୁଥିଲେ। ଏହିଭଳି ଏମାନଙ୍କର ପାପ ଚରମରେ ପହଞ୍ଚି ଯାଇଥିଲା। ଦିନେ ଏ ଦୁହେଁ ମଦ ନିଶାରେ ମାତାଲ ହୋଇ ନାଲି ନାଲି ଆଖି କରି ବିଭିନ୍ନ ପ୍ରକାର ଆଳାପ କରି କରି ରାସ୍ତାରେ ଯାଉଥିଲେ। ନିତ୍ୟାନନ୍ଦ ଓ ହରିଦାସ ଏମାନଙ୍କୁ ଦେଖିଲେ। ଏମାନଙ୍କର ଏପରି ଶୋଚନୀୟ ଅବସ୍ଥା ଦେଖି ନବଦ୍ୱୀପକୁ ନୂଆ ହୋଇ ଆସିଥିବା ନିତ୍ୟାନନ୍ଦ ଜଣେ ଲୋକଙ୍କୁ ପଚାରିଲେ, ଆଜ୍ଞା ଏମାନେ କିଏ? ଏଭଳି ପାଗଳଙ୍କ ଭଳି ପ୍ରଳାପ କରି କେଉଁଆଡ଼େ ଯାଉଛନ୍ତି? ବେଶଭୂଷାରୁ ତ ଏମାନେ ସଭ୍ୟ ଲୋକ ପରି ଜଣାଯାଉଛନ୍ତି। ସେହି ଲୋକ ଶୁଖିଲା ହସି ହସି ତାଙ୍କୁ କହିଲେ, ଆପଣ ବୋଧେ ଆଜି ପର୍ଯ୍ୟନ୍ତ ଏମାନଙ୍କର ପାଲରେ ପଡ଼ିନାହାନ୍ତି, ଆଉ ସେଥିପାଇଁ ଏପରି କଥା କହୁଛନ୍ତି। ଏମାନେ ହେଉଛନ୍ତି ଏଠାକାର ସାକ୍ଷାତ ଯମରାଜ। ପାପୀମାନେ ହୁଏତ ଯମରାଜଙ୍କୁ ଏତେ ଡରୁନଥିବେ ଯେତେ ନବଦ୍ୱୀପର ଲୋକମାନେ ଏମାନଙ୍କୁ ଭୟ କରନ୍ତି। ଦେଖନ୍ତୁ, ଆପଣମାନେ ଯେପରି ଏ ଦୁହିଁଙ୍କର ସାମ୍ନାରେ କେବେ ବି ନ ପଡ଼ନ୍ତି। ସାଧୁମାନଙ୍କୁ ଦେଖିବା ମାତ୍ରେ ଏମାନେ ଭୟଙ୍କର ହୋଇଯାଆନ୍ତି। ଏମାନେ କୌଣସି ପ୍ରକାରରେ ଥରେ ଯଦି ଆପଣଙ୍କୁ ଭୁଲବଶତଃ ଦେଖିବି ନିଅନ୍ତି, ତେବେ ବି ଆପଣଙ୍କର ଅବସ୍ଥା ରହିବ ନାହିଁ। ଆପଣମାନେ ନୂଆ ହୋଇ ଆସିଛନ୍ତି, ତେଣୁ ଆପଣଙ୍କୁ ବୁଝାଇଦେଲୁ, ସାବଧାନ ଥିବେ। ଲୋକଙ୍କ ମୁଖରୁ ଏପରି କଥା ଶୁଣି ନିତ୍ୟାନନ୍ଦଙ୍କର ମନରେ ଏ ଦୁହିଁଙ୍କ ପ୍ରତି ଦୟା ଉଦିତ ହେଲା। ସେ ଭାବିଲେ, ଯେଉଁମାନେ ନାମକୁ ଶ୍ରଦ୍ଧା କରନ୍ତି, ସତ୍କର୍ମ କରିବା ପାଇଁ ଯେଉଁମାନେ କିଛି ଆଗ୍ରହ ରଖିଥାନ୍ତି, ଆମ କଥାରେ ଏପରି ଲୋକମାନେ ଯଦି ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି, ତେବେ ଏଥିରେ ଆମ ପ୍ରଭୁଙ୍କର ବିଶେଷ ବଡ଼ିମା ହେବ ନାହିଁ। ଯଦି ଏପରି ପାପୀମାନେ ବି ପାପକର୍ମ ଛାଡ଼ି ଭଗବାନଙ୍କର ନାମରେ ଆଶ୍ରୟ ଗ୍ରହଣ କରି ପ୍ରଭୁଙ୍କର ଶରଣକୁ ଆସନ୍ତି, ତେବେ ପ୍ରଭୁଙ୍କର ଯଥୋଚିତ ପ୍ରଶଂସା ହୁଅନ୍ତା। ଏପରି ହୋଇପାରିଲେ ଭଗବାନଙ୍କର ନାମର ଅସଲ ମହତ୍ଵ ପ୍ରକାଶ ପାଆନ୍ତା। ଏପରି ଲୋକମାନେ ବାସ୍ତବରେ କୃପା ପାଇବା ପାଇଁ ଯୋଗ୍ୟ। ଭଗବାନଙ୍କ ନାମର ଅତ୍ୟଧିକ ଆବଶ୍ୟକତା ଏପରି ଲୋକମାନଙ୍କର ହିଁ ଅଛି। ଯେକୌଣସି ପ୍ରକାର ହେଉ, ଏ ଦୁହେଁ ଉଦ୍ଧାର ପାଇବା ଉଚିତ। ନିତ୍ୟାନନ୍ଦ ମନେ ମନେ ଏପରି ଭାବିବାର ଲାଗିଲେ, ଯେଉଁ ପ୍ରାଣୀ ପାଇଁ ମହାତ୍ମାମାନଙ୍କର ହୃଦୟରେ ଶୁଭକାମନା ଉତ୍ପନ୍ନ ହୁଏ, ଯାହାଙ୍କର ଭଲ ନିମନ୍ତେ ମହାତ୍ମାମାନେ ଇଚ୍ଛା କରନ୍ତି, ସେପରି ଲୋକର ଶୁଭ ସମୟ ଆସିଯାଇଛି ବୋଲି ଜାଣିବାକୁ ହେବ। ସେପରି ଲୋକର କଲ୍ୟାଣ ହୋଇଗଲା ବୋଲି ଜାଣିବାକୁ ହେବ। ଏପରି ଲୋକର ଉଦ୍ଧାର ନିମନ୍ତେ ଆଉ ବିଶେଷ ସମୟ ଲାଗେ ନାହିଁ। ମହାତ୍ମାମାନଙ୍କର ଯଥାର୍ଥ ଇଚ୍ଛା ଅଥବା ସତ୍ୟ ସଂକଳ୍ପ ହେବା ମାତ୍ରେ ପାପୀଙ୍କ ଠାରୁ ବଡ଼ ପାପୀ ବି ପରମ ପବିତ୍ର ଓ ପୁଣ୍ୟବାନ ହୋଇଯାଆନ୍ତି। ନିତ୍ୟାନନ୍ଦଙ୍କର ହୃଦୟରେ ଏହି ଦୁଇ ଭାଇଙ୍କର ଉଦ୍ଧାର ନିମନ୍ତେ ଯେତେବେଳେ ଭାବନା ସୃଷ୍ଟି ହୋଇଗଲା, ସେତେବେଳେ ଜାଣିବାକୁ ହେବ ଯେ ଏମାନଙ୍କର ପାପ କ୍ଷୟ ହେବାର ସମୟ ଆସିଗଲା। ଏଥର ଏମାନଙ୍କର ସୌଭାଗ୍ୟ ସୂର୍ଯ୍ୟ ଅଳ୍ପ ଦିନ ଭିତରେ ଉଦିତ ହେବାର ଯଥେଷ୍ଟ ସମ୍ଭାବନା ହୋଇଗଲା। ନିତ୍ୟାନନ୍ଦ ତାଙ୍କ ମନ କଥା ହରିଦାସଙ୍କୁ କହିଲେ। ହରିଦାସ କହିଲେ, ଆପଣ ତ କିଛି ନ ଭାବି ବିଚାର ନ କରି ଶତ୍ରୁଙ୍କୁ ନିମନ୍ତ୍ରଣ କରିବା ପାଇଁ ବାହାରି ପଡ଼ୁଛନ୍ତି। ଆପଣ ଏବେ ଏମାନଙ୍କର ବିଷୟରେ ଶୁଣିଲେ, ଲୋକମାନେ କ'ଣ କହିଲେ? ନିତ୍ୟାନନ୍ଦ ଗମ୍ଭୀର ସ୍ୱରରେ କହିଲେ, ସବୁ ତ ଶୁଣିଛେ, ଏଥିରେ ଆମେ ଡରିଯିବା ଠିକ୍ ହେବ ନାହିଁ। ଆମକୁ ଭଗବାନଙ୍କର ନାମ ପ୍ରଚାର କରିବାକୁ ପଡ଼ିବ। ହରିଦାସ କହିଲେ, ଭଗବାନଙ୍କର ନାମ ପ୍ରଚାର ବନ୍ଦ କରିଦେବା ପାଇଁ ମୁଁ କେତେବେଳେ କହିଲି? ଚାଲନ୍ତୁ, ଯେପରି କରୁଥିଲେ ଅନ୍ୟ ଆଡ଼େ ଯାଇ ସେପରି କରିବା। ନିତ୍ୟାନନ୍ଦ କହିଲେ, ଆପଣ ଠିକ୍ କହୁଛନ୍ତି, ହେଲେ ପ୍ରଭୁଙ୍କ ଆଦେଶ ହେଉଛି ଭଗବାନ ନାମ ବିତରଣ କରିବା ବେଳେ ପାତ୍ରାପାତ୍ର ପ୍ରତି ଦୃଷ୍ଟି ଦେବା ଉଚିତ ନୁହେଁ। ସମସ୍ତଙ୍କୁ ସମାନ ଭାବରେ ଦେଖିବା ଉଚିତ, ପାପୀ ହେଉ ଅଥବା ପୁଣ୍ୟାତ୍ମା। ଭଗବାନଙ୍କର ନାମ ଗ୍ରହଣ କରିବା ପାଇଁ ସମସ୍ତେ ଅଧିକାରୀ। ଏଣୁ ଏମାନଙ୍କୁ ଭଗବାନଙ୍କର ନାମ ଉପଦେଶ କାହିଁକି ଦେବା ନାହିଁ? ହରିଦାସ ସାମାନ୍ୟ ନମ୍ର ହୋଇଯାଇ କହିଲେ, ଠିକ୍ ଅଛି, ଆପଣଙ୍କର ସମ୍ମୁଖରେ ଯେଉଁମାନେ ପଡ଼ୁଛନ୍ତି ସେମାନଙ୍କୁ ଆପଣଙ୍କର ଭଗବାନ ନାମର ଉପଦେଶ ଦିଅନ୍ତୁ, କିନ୍ତୁ ଏ ଦୁହିଁଙ୍କୁ ବିଶେଷ ରୂପରେ ଉଦ୍ଦେଶ୍ୟ ରଖି ସେମାନଙ୍କ ପାଖକୁ ଆମେ ଯିବା ଠିକ୍ ହେବ ନାହିଁ। ଆମେ ଜିଦ୍ ଖୋର ଭାବରେ ଏମାନଙ୍କ ପାଖକୁ କାହିଁକି ଯିବା?
ଭଗବାନଙ୍କର ନାମ ଉପଦେଶ ଦେବା ପାଇଁ ଆମ ପାଖରେ ସାରା ସଂସାର ତ ପଡ଼ିଛି। ଚାଲନ୍ତୁ ଅନ୍ୟମାନଙ୍କୁ ଉପଦେଶ ଦେବା। ଏଥର ନିତ୍ୟାନନ୍ଦ ଦୃଢ଼ତାର ସହିତ କହିଲେ, ଦେଖନ୍ତୁ, ଯେଉଁମାନେ ଅତି ଅସୁସ୍ଥ ହୋଇଯାଇଥାନ୍ତି, ଅନ୍ୟ ରୋଗୀଙ୍କ ଅପେକ୍ଷା ଯେଉଁମାନଙ୍କୁ ଔଷଧର ଅଧିକ ଆବଶ୍ୟକତା ଥାଏ, ବୁଦ୍ଧିମାନ ବୈଦ୍ୟ ପ୍ରଥମେ ସେହିପରି ରୋଗୀଙ୍କର ଚିକିତ୍ସା କରିଥାନ୍ତି। ଏପରି ରୋଗୀ ଚିକିତ୍ସା କରିସାରି ଅନ୍ୟ ରୋଗୀଙ୍କ ପାଖକୁ ଯାଆନ୍ତି। ଅନ୍ୟମାନଙ୍କ ଅପେକ୍ଷା ଏ ଦୁହିଁଙ୍କର ଭଗବାନଙ୍କର ନାମର ଆବଶ୍ୟକତା ଯଥେଷ୍ଟ ଅଧିକ ଅଛି। ଏମାନଙ୍କର ସମସ୍ତ କ୍ରୂର କର୍ମଜନିତ ପାପ କେବଳ ଭଗବାନଙ୍କ ନାମରେ ହିଁ ମୋଚନ ହୋଇପାରିବ। ଏମାନଙ୍କର ନିଷ୍କୃତି ନିମନ୍ତେ ଅନ୍ୟ ଉପାୟ ନାହିଁ। କ'ଣ ଠିକ୍ ନା ଭୁଲ? ମୋ କଥା ଆପଣଙ୍କ ପସନ୍ଦ ହେଉଛି ନା ନାହିଁ? ହରିଦାସ ଆଉ ଅଧିକା ବା କ'ଣ କହିବେ? ସେ କହିଲେ, ହଉ, ଆପଣ ଯାହା କହୁଛନ୍ତି ସେୟା ହେଉ। ଏମାନଙ୍କୁ ଭଗବାନଙ୍କର ନାମ ନିମନ୍ତେ ଯଦି ବିଶେଷ ଅଧିକାରୀ ବୋଲି ଆପଣ ଭାବୁଛନ୍ତି, ତେବେ ସେଥିରେ ମୋର କିଛି ଆପତ୍ତି ନାହିଁ। ମୁଁ ବି ଆପଣଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ହେଉଛି। ଏପରି କହି ହରିଦାସ ହରେ କୃଷ୍ଣ 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 ହରେ ହରେ। ଏହି ମନ୍ତ୍ର ଅତି ସୁନ୍ଦର ସ୍ୱର, ତାଳ, ଲୟରେ ଗାନ କରି କରି ଜଗାଇ ମାଧାଇଙ୍କ ବସାଘରେ ଆଡ଼େ ଚାଲିଲେ। ଜଗାଇ ମାଧାଇଙ୍କୁ ବାଦଶାହଙ୍କ ତରଫରୁ କେତେକ ଫୌଜ ବି ମିଳିଥାଏ। ଏହି ଫୌଜମାନେ ସବୁବେଳେ ଏମାନଙ୍କ ସହିତ ରହିଥାନ୍ତି। ଦୁଇ ସନ୍ନ୍ୟାସୀ ନିର୍ଭୀକ ଭାବରେ ହରିନାମ ଗାନ କରି କରି ଜଗାଇ ମାଧାଇଙ୍କ ରହିବା ସ୍ଥାନ ପାଖରେ ପହଞ୍ଚିଗଲେ। ଦୈବଯୋଗକୁ ଦୁଇ ଭାଇ ଖୁବ୍ ମଦ୍ୟପାନ କରି ମାତାଲ ଅବସ୍ଥାରେ ବାହାର ଖଟିଆରେ ପଡ଼ିଥିଲେ। ସନ୍ନ୍ୟାସୀ ଦୁହେଁ ସେମାନଙ୍କ ଆଗରେ ହରିନାମ ଗାନ କରୁଥିବା ଦେଖି ସେମାନେ ନାଲି ନାଲି ଆଖି କରି ଦୁହିଁଙ୍କୁ ଚାହିଁ ରହିଲେ। ତୁମେମାନେ କିଏ? କ'ଣ ଚାହୁଁଛ? ନିତ୍ୟାନନ୍ଦ ଅତି ମଧୁର ସ୍ୱରରେ କହିଲେ, କୃଷ୍ଣ କହ କୃଷ୍ଣ ଭଜ ଲେହୁ କୃଷ୍ଣ ନାମ, କୃଷ୍ଣ ମାତା କୃଷ୍ଣ ପିତା କୃଷ୍ଣ ଧନ ପ୍ରାଣ। ଏହାପରେ ନିତ୍ୟାନନ୍ଦ କହିଲେ, ଆମେ ଦୁହେଁ ହେଲୁ ଭିକ୍ଷୁକ। ଭିକ୍ଷା ମାଗିବା ପାଇଁ ଆପଣଙ୍କ ପାଖକୁ ଆସିଛୁ। ଆପଣଙ୍କ ନିଜ ମୁହଁରେ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ, ବାସ୍ ଭଗବାନଙ୍କର ଏହି ସୁମଧୁର ନାମ ଉଚ୍ଚାରଣ କରନ୍ତୁ। ଏହା ହିଁ ହେଉଛି ଆମର ଭିକ୍ଷା। ଏତିକି ଶୁଣିବା ମାତ୍ରେ ଦୁଇ ଭାଇ ସହସା କ୍ରୋଧାନ୍ୱିତ ହୋଇ ଉଠିଲେ ଏବଂ ତତ୍କାଳ ଖଟିଆରୁ ଉଠି ଏମାନଙ୍କ ଆଡ଼କୁ ଝପଟି ଆସିଲେ। ଝପଟି ଆସିବା ବେଳେ କହିଲେ, କିଏ ଅଛି ରେ? ଏ ବଦମାସ ଦିଟାଙ୍କୁ ଧରି ଆଣ। ବାସ୍ ଏତିକି ଶୁଣିବା ମାତ୍ରେ ନିତ୍ୟାନନ୍ଦ ଦୌଡ଼ିବା ଆରମ୍ଭ କରିଦେଲେ। ହରିଦାସ ବି ହାପେଇ ହାପେଇ ତାଙ୍କ ପଛେ ପଛେ ଦୌଡ଼ିବାରେ ଲାଗିଲେ। ହେଲେ ସେ ପୃଥଳକାୟ ହୋଇଥିବାରୁ ଏବଂ ବୃଦ୍ଧପ୍ରାୟ ହୋଇଥିବାରୁ ଚଞ୍ଚଳ ତଥା ପତଳା ଯୁବକ ନିତ୍ୟାନନ୍ଦଙ୍କ ସହିତ ଦୌଡ଼ି ପାରନ୍ତି ବା କେତେ? ନିତ୍ୟାନନ୍ଦ ତାଙ୍କ ବାହୁକୁ ଖୁବ୍ ଜୋରେ ଧରି ପକାଇଲେ ଏବଂ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଦୌଡ଼ିବାରେ ଲାଗିଲେ। ହରିଦାସ କୌଣସି ମତେ ଫଙ୍ଗେଇ ଫଙ୍ଗେଇ ନିତ୍ୟାନନ୍ଦଙ୍କ ସହିତ ଦୌଡ଼ୁଥାନ୍ତି। ଜଗାଇ ମାଧାଇଙ୍କ ଫୌଜମାନେ କେତେ ବାଟ ପର୍ଯ୍ୟନ୍ତ ଏମାନଙ୍କୁ ଗୋଡ଼ାଇ ନେଲେ ଏବଂ ଭାବିଲେ, ଏମାନେ ତ ମଦ ପିଇ ସବୁବେଳେ ଏମିତି ବକୁଛନ୍ତି, ଏହି ସାଧୁ ଦୁହିଁଙ୍କୁ ଧରିଲେ କ'ଣ ମିଳିବ? ଏବଂ ସେଠାରୁ ଫେରିଗଲେ। ହରିଦାସ ବିଚରା ଧକେଇବାରେ ଲାଗିଲେ ଏବଂ ବାରମ୍ବାର ପଛକୁ ବୁଲି ଚାହୁଁଥିଲେ। ସେ ପୁରା ମାତ୍ରାରେ ଥକି ପଡ଼ିଥିଲେ। ସେ ଧକେଇ ଧକେଇ ନିତ୍ୟାନନ୍ଦଙ୍କୁ କହିଲେ, ଆରେ ଭାଇ, ଏଥର ତ ଛାଡ଼ିଦିଅ, ପ୍ରାଣ ତ ପଳାଇ ଯାଉଛି। ଆପଣ ମୋ କାଖକୁ ଏତେ ଜୋରରେ ଚାପି ଧରିଛନ୍ତି ଯେ ଦରଜରେ ମୋ ପ୍ରାଣ ଛାଡ଼ିବାକୁ ବସିଛି। ଆମ ପଛରେ କେହି ଆସୁନାହାନ୍ତି ତ? ଦୌଡ଼ୁଥିବା ଅବସ୍ଥାରେ ନିତ୍ୟାନନ୍ଦ କହିଲେ, ଆଉ ଅଳ୍ପ ବାଟ ଚାଲନ୍ତୁ, ଆଗରେ ଥିବା ପୋଖରୀ ପର୍ଯ୍ୟନ୍ତ ଚାଲିଗଲେ ହେଲା। ହରିଦାସଙ୍କୁ ଯେତେବେଳେ କଷ୍ଟ ଅତ୍ୟଧିକ ହେଉଥାଏ, ସେ କ୍ଷୋଭର ସହିତ କହିଲେ, ଚୁଲିକି ଯାଉ ଆପଣଙ୍କର ପୋଖରୀ। ଏଣେ ପ୍ରାଣ ଛଡ଼ିଯିବା ଉପରେ ୟାଙ୍କୁ ପୋଖରୀ ଦିଶୁଛି। ଛାଡ଼ ଛାଡ଼ ମୋ ହାତ। ଏପରି କହି ବୃଦ୍ଧ ହରିଦାସ ଖୁବ୍ ଜୋରରେ ଏକ ଝଟକା ଦେଲେ। ଏଥିରେ ସେ ଭାବିଥିଲେ ନିତ୍ୟାନନ୍ଦଙ୍କ କବ୍ଜାରୁ ତାଙ୍କ ହାତ ଖସିଯିବ। ନିତ୍ୟାନନ୍ଦଙ୍କର କବ୍ଜାରେ କେହି କେବେ ଖସିଲାଣି? ଏଥର କିନ୍ତୁ ନିତ୍ୟାନନ୍ଦ ଫେଁ କରି ହସିଦେଇ ତାଙ୍କ ହାତ ଛାଡ଼ିଦେଲେ। ହରିଦାସ ସଙ୍ଗେ ସଙ୍ଗେ ବେହୋସ ଅବସ୍ଥାରେ ତଳେ ପଡ଼ିଗଲେ ଏବଂ ଅତି ଘନ ଘନ ଶ୍ୱାସ ନେଉଥିବା ଅବସ୍ଥାରେ କହିଲେ, ଛାଡ଼ନ୍ତୁ ଆଜ୍ଞା, ଆପଣ ତ ସବୁବେଳେ ଏମିତି ଚଗଲାମି କରୁଛନ୍ତି। ମୁଁ ପ୍ରଥମରୁ ମନା କରୁଥିଲି, ଆପଣ ମୋ କଥା ଶୁଣିଲେ ନାହିଁ। ଏକ ତ ଜିଦି କରି ସେଠାକୁ ଗଲେ, ପୁଣି ମୋତେ ଘୋଷାରି ଘୋଷାରି ଅଧାମରା କରିଦେଲେଣି। ହସି ହସି ନିତ୍ୟାନନ୍ଦ କହିଲେ, ଯିବା ପାଇଁ ତ ଆପଣ ସମ୍ମତି ଦେଇଥିଲେ। ଆପଣ ନିଜେ ତ ମୋ ସହିତ ଆଗଭର ହୋଇ ବାହାରିଲେ। ଆପଣ ଯଦି ବାହାରି ନଥାନ୍ତେ ତେବେ କ'ଣ ଆମେ ଯାଇଥାନ୍ତେ? ଆମ ଦୁହିଁଙ୍କ ମଧ୍ୟରେ ଆପଣ ତ ବଡ଼। ହରିଦାସ ରାଗିଯାଇ କହିଲେ, ବଡ଼ ନା ନିଆଁ ଚୁଲି? ମୋ ସହମତିରେ ଯଦି ଯାଇଥିଲେ ତେବେ ସେଠାରୁ ଦୌଡ଼ି ପଳାଇବାର କାହିଁକି ଲାଗିଲେ? ସେତେବେଳେ ମୋତେ ପଚାରିଲେନି? ହରିଦାସଙ୍କର କ୍ରୋଧପୂର୍ଣ୍ଣ କଥା ଶୁଣି ନିତ୍ୟାନନ୍ଦ ଜୋରରେ ହସି ହସି କହିଲେ, ଆପଣଙ୍କର ଅନୁମତି ନେବା ପାଇଁ ଯଦି ଅପେକ୍ଷା କରିଥାନ୍ତି ତେବେ ତ ସବୁ ସରିଯାଇଥାନ୍ତେ। ପରାମର୍ଶ ଦେବା ପାଇଁ ଆପଣ ଥାନ୍ତେ ଯେ ଦେଇଥାନ୍ତେ। ଏଭଳି ପ୍ରେମରେ ଦୁହେଁ ଦୁହିଁଙ୍କ ଉପରେ ଅଭିଯୋଗ କରି କରି
ପ୍ରଭୁଙ୍କ ପାଖରେ ପହଞ୍ଚିଗଲେ। ପ୍ରଭୁ ସେତେବେଳେ ଭକ୍ତଙ୍କ ଗହଣରେ ବସି ଶ୍ରୀକୃଷ୍ଣ କଥା କହୁଥିଲେ। ସେ ଏହି ପ୍ରଚାରକ ତପସ୍ୱୀଙ୍କୁ ଦେଖିବା ମାତ୍ରେ ପ୍ରସନ୍ନତାର ସହିତ କହିଲେ, ହେଇ ଯୁଗଳ ଯୋଡ଼ି ଆସିଗଲେ, ପ୍ରଚାରକ ମଣ୍ଡଳର ମୁଖିଆ ପହଞ୍ଚିଗଲେଣି। ଏବେ ଆପଣମାନେ ଏମାନଙ୍କ ଶ୍ରୀମୁଖରୁ ନଗର ପ୍ରଚାର ବୃତ୍ତାନ୍ତ ଶୁଣନ୍ତୁ। ପ୍ରଭୁଙ୍କ ମୁହଁରୁ ଏପରି କଥା ଶୁଣି ହରିଦାସ କହିଲେ, ପ୍ରଭୁ, ଶ୍ରୀପାଦ ନିତ୍ୟାନନ୍ଦ ଖୁବ୍ ଚପଳାମି କରୁଛନ୍ତି। ଆପଣ ତାଙ୍କୁ ତିଆରନ୍ତୁ, ସେ ତାଙ୍କର ଚପଳାମି କମାନ୍ତୁ। ପ୍ରଭୁ ପଚାରିଲେ, କ'ଣ 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 ହେଇଛି? ଆଜି ଗୋଟିଏ ନୂଆ ଚପଳାମି କରି ପକାଇଛନ୍ତି ନା କ'ଣ? ହଁ, ଆଜି କାହିଁ ଆପଣ ଦୁହେଁ ଖୁବ୍ ଥକି ଯାଇଥିବା ଭଳି ଜଣାପଡ଼ୁଛନ୍ତି। କୁହନ୍ତୁ କ'ଣ ହୋଇଛି? ପ୍ରଭୁ ବାଧ୍ୟ କରିବାରୁ ହରିଦାସ ତାଙ୍କୁ ଆମୂଳ ଚୂଳ ସବୁ କଥା କହିସାରି ପୁଣି କହିଲେ, ଲୋକମାନେ ଆଜ୍ଞା ସେ ଦୁଇ ଭାଇଙ୍କ ପାଖ ନ ମାଡ଼ିବା ପାଇଁ ବାରମ୍ବାର କହିଥିଲେ, ହେଲେ ଇଏ ଶୁଣିଲେ ସିନା। ସେ ଦୁହେଁ ଯେତେବେଳେ ଝିଙ୍କାରି ଆସିଲେ ସେତେବେଳେ ଇଏ ପିଲାଙ୍କ ପରି ଦୌଡ଼ିବାରେ ଲାଗିଲେ। ଲୋକମାନେ କୁହାକୁହି ହେଉଥିଲେ, ଏଥର କୀର୍ତ୍ତନବାଲାଙ୍କର ଆଉ ରକ୍ଷା ନାହିଁ। ଏ ରାକ୍ଷସ ଭାଇମାନେ ସବୁ କୀର୍ତ୍ତନୀୟଙ୍କୁ ବାନ୍ଧି ପିଟିବା ଆରମ୍ଭ କରିଦେବେ। ଏମିତି ଆଜ୍ଞା କଥାବାର୍ତ୍ତା ହେଉଥିଲେ। ହରିଦାସଙ୍କ ଗମ୍ଭୀରତାପୂର୍ଣ୍ଣ ବକ୍ତବ୍ୟ ଶୁଣି ପ୍ରଭୁ ବି ହସି ପକାଇଲେ। ସେ ହସି ହସି ନିତ୍ୟାନନ୍ଦଙ୍କୁ କହିଲେ, ଶ୍ରୀପାଦ, ଆପଣ ସେମାନଙ୍କ ପାଖକୁ ଯିବାର କି ଆବଶ୍ୟକତା ଥିଲା? ଚପଳାମି ଟିକେ କମାନ୍ତୁ। ଚପଳାମି ସବୁବେଳେ ଭଲ ନୁହେଁ। ନିତ୍ୟାନନ୍ଦ ଅଭିମାନ କରିବା ଭଳି ଅଭିନୟ କରି କହିଲେ, ଏମିତି ମୋ ହାତରେ ଆପଣଙ୍କର କାମ ହୋଇପାରିବ ନାହିଁ। ଆପଣ ଘରେ ବସି ରହୁଛନ୍ତି। ନଗର ପ୍ରଚାର କାମ କେତେ କଷ୍ଟଦାୟକ ତାହା ଆପଣ ଜାଣନ୍ତି କିପରି? ଏନେ କହୁଛନ୍ତି କ'ଣ ନା ସମସ୍ତଙ୍କ ପାଖରେ ନାମ ପ୍ରଚାର କର। ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ଓ ପାପୀଠାରୁ ପୁଣ୍ୟାତ୍ମା ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ଭଗବାନ ନାମର ଅଧିକାରୀ। ଆଉ ଏଣେ କହୁଛନ୍ତି କ'ଣ ନା ସେମାନଙ୍କ ପାଖକୁ ଯିବାର କି ଆବଶ୍ୟକତା ଥିଲା? ସେଇମାନେ ତ ପ୍ରକୃତରେ ସବୁଠାରୁ ବଡ଼ ଅଧିକାରୀ। ଆମେ ତ ଜନ୍ମରୁ ଘରଦ୍ୱାର ଛାଡ଼ି ଭିକ ମାଗି ବୁଲୁଛୁ। ଆମର ଉଦ୍ଧାର କରିଦେଲେ ଆପଣଙ୍କର କି ବଡ଼ କାମଟେ ହୋଇଯିବ। ଆପଣଙ୍କର ସେହି ପତିତ ପାବନ ନାମ କେବଳ ସେତିକି ବେଳେ ସାର୍ଥକ ହେବ ଯେତେବେଳେ ଏପରି ଭୟଙ୍କର କ୍ରୂର କର୍ମା ପାପୀଙ୍କୁ ଆପଣ ଉଦ୍ଧାର କରିବେ। ଆପଣ ଆଉ ଏମିତି ଘରେ ବସି ରହିଲେ ଚଳିବ ନାହିଁ। ଏପରି ଘୋର ପାପୀମାନଙ୍କୁ ହରିନାମର ଶରଣ ପ୍ରଦାନ କରି ଯେ ପର୍ଯ୍ୟନ୍ତ ଭକ୍ତ କରିନାହାନ୍ତି ସେ ପର୍ଯ୍ୟନ୍ତ ଲୋକମାନେ ହରିନାମର ମହତ୍ତ୍ୱ ଜାଣିବେ କିପରି? ପ୍ରଭୁ ହସି ହସି ଭକ୍ତମାନଙ୍କ ଆଡ଼କୁ ଚାହିଁ କହିଲେ, ଶ୍ରୀପାଦ ଯେଉଁମାନଙ୍କର ଉଦ୍ଧାର ବିଷୟରେ ଏତେ ଚିନ୍ତା କରୁଛନ୍ତି ସେହି ମହାଭାଗବତ ପୁରୁଷମାନେ କିଏ? ପାଖରେ ବସିଥିବା ଭକ୍ତଙ୍କ ଭିତରୁ ଶ୍ରୀବାସ ଓ ଗଙ୍ଗାଦାସ କହିଲେ, ପ୍ରଭୁ, ସେମାନେ ମହାଭାଗବତ ନୁହନ୍ତି। ସେମାନେ ତ ବ୍ରାହ୍ମଣ କୂଳ କଣ୍ଟକ ଅତି କ୍ରୂର ପ୍ରକୃତିର ରାକ୍ଷସ। ନଗର ଯାକ ତ ଏମାନଙ୍କର ଆତଙ୍କର ଛାଇ ହୋଇ ଉଠିଛି। ଏହାପରେ ସେମାନେ ଜଗାଇ ମାଧାଇଙ୍କର କେତେକ କ୍ରୂରତାପୂର୍ଣ୍ଣ କର୍ମ କଥା କହିଲେ। ପ୍ରଭୁ ପୂର୍ବ ଭଳି ହସି ହସି କହିଲେ, ଏବେ ସେମାନଙ୍କର ଆଉ କେତେଦିନ ପର୍ଯ୍ୟନ୍ତ କ୍ରୂର କର୍ମ କରିପାରିବେ? ଯେଉଁମାନେ ଶ୍ରୀପାଦଙ୍କର ଦର୍ଶନ ପାଇଯାଇଛନ୍ତି ଆଉ ୟାଙ୍କ ମନରେ ଯେଉଁମାନଙ୍କର ଉଦ୍ଧାର ଭାବନା ଜାଗ୍ରତ ହୋଇଯାଇଛି ସେମାନେ କ'ଣ ଆଉ ଅଧିକ ଦିନ ପାପୀ ହୋଇ ରହିପାରିବେ? ଶ୍ରୀପାଦ ଯାହାକୁ ଚାହିଁବେ ତାକୁ ଭକ୍ତ କରିପାରିବେ, ସେ ଯେଡ଼େ ଭୟଙ୍କର ପାପୀ ହୋଇଥାଉ ପଛେ। ଏଭଳି ନିତ୍ୟାନନ୍ଦ ପ୍ରଭୁଙ୍କ ପାଖରେ ପରୋକ୍ଷ ଇଙ୍ଗିତ ମାଧ୍ୟମରେ ଜଗାଇ ମାଧାଇଙ୍କର ଉଦ୍ଧାର କଥା ଉତ୍ଥାପନ କରିଦେଲେ। ପ୍ରଭୁ ମଧ୍ୟ ଏହି ଦୁଇ ଭାଇଙ୍କୁ ଉଦ୍ଧାର କରିବା ପାଇଁ ଇଙ୍ଗିତରେ ସ୍ୱୀକୃତି ପ୍ରଦାନ କଲେ। ବାସ୍ତବରେ ମହାତ୍ମାମାନଙ୍କ ହୃଦୟରେ ଅନ୍ୟଙ୍କ ପ୍ରତି ଦୟାଭାବ ସ୍ୱାଭାବିକ ଉଦୟ ହୋଇଥାଏ। କେହି ସେମାନଙ୍କ ପାଖକୁ ଆସି ଦୟା ନିମନ୍ତେ ପ୍ରାର୍ଥନା କଲେ ଯେ ସେମାନେ ଦୟା କରନ୍ତି ସେପରି କଥା ନୁହେଁ। ଏମାନଙ୍କର ଏପରି ଭାବନା ସ୍ୱତ ହୋଇଯାଇଥାଏ ଯେ ଏମାନେ ସବୁବେଳେ ଦୀନ ଦୁଃଖୀଙ୍କୁ ଦୟା ହିଁ କରିଥାନ୍ତି। ଏହା ଥିଲା ପ୍ରଥମ ଭାଗର ଜଗାଇ ମାଧାଇଙ୍କର କ୍ରୂରତା ବିଷୟରେ। ଯଦି ଏ ପଡ଼କାଷ୍ଟରେ ଆପଣଙ୍କୁ ଏ କାହାଣୀଟି ଭଲ ଲାଗିଥିବ ନିଶ୍ଚିନ୍ତ ଭାବରେ ଆପଣଙ୍କର ଲାଇକ୍, ସେୟାର ଓ କମେଣ୍ଟ କରିବେ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ୟ।